तो हाय गाइस, जय जगन्नाथ। मु प्रशांत आज एक ब्लॉग नहीं। तो आम देखु राति 3टा 4टारू आम उठिक जा। तो फास्ट आम देखू सूर्योदय कोणार्क सन टेम्पल। तापर पुरी जीवु रामचंडी भी जीवु। आस देखिए। ଏବେ ଆମେ ଚନ୍ଦ୍ରଭାଗାରେ ପହଞ୍ଚିଗଲେ। ପ୍ରବଳ ମାତ୍ରାରେ ଇଆଡ଼େ ମୁହଁଟା ଗୁଣ୍ଡୁନ ଆସିଛି ମେଘ, ପୁରା ପ୍ରବଳ ମାତ୍ରାରେ ମେଘଟା ଆସିଛି। ହେଲା ଆମେ ଏଇନା ଦେଖିବାକୁ ସମୟ ଟାଇମ୍ ଲାଗିବ ପାଖାପାଖି 7ଟା 8ଟା ଲାଗିଯିବ। ଏଇଠି ଭାବୁଥିଲେ ଆସିକି ଶୋଇଥାନ୍ତା, ଦିନ ହେଇଗଲା। ଆମ ଭାଇ ତସମା ପିନ୍ଧିକି ଆସିଲେ, ରେଡି ହେଇଗଲେ, ପୁରା ରଡ ହେଲା, ଜାରା ଖାରା ହବ। ଆମେ ଶୀଘ୍ର ଆସିକି କିଛି ନାହିଁ, କାହିଁକିନା ମେଘ ପାଗ ହଉଛି। ମେଘ ପାଗ ହେଇଥିବାରୁ ସେଇଥିପାଇଁ ଠାକୁର ଉଦୟ ହେଇନାହାନ୍ତି, ଆଉ ଟାଇମ୍ ଲାଗିବ ଉଦୟ ହବା ପାଇଁ। ଆମେ ଏଇଠି ଅପେକ୍ଷାରେ ଅଛୁ। 2ଟା ରାତିରୁ ଆମେ ଆଇଲୁ। ଭାଇ କେତେରେ? ଭାଇ ତ ଶୋଇନାହାନ୍ତି ରାତି ସାରା, କଳା ପଡିଯାଇଛି। ଭାଇ ଶୋଇନାହାନ୍ତି ରାତି ସାରା, ସେଇଥିପାଇଁ ଖାଲି କହୁଛନ୍ତି ତସମା ପିନ୍ଧିବା। ଆଉ ତ ଇଏ ତ ଆମର ଟୋକା ଆସିବାର ନଥାନ୍ତା ଆଉ ହେଲା। ପୁରା ମେଘ ପାଗ କରିଛି, ପୁରା ଭୟଙ୍କର। ଆପଣ ଦେଖିପାରିବେ ଆକାଶ ପୁରା ଭୟଙ୍କର ମେଘ ହେଇଛି। ଆଜି ଲାଗୁନାହିଁ ଠାକୁର ଆଜି ଉଦୟ ହେବେ। ଆମ ଭାଗ୍ୟ ଅଛି ନା ନ ଅଛି ଦେଖିପାରିବା। ପୁରା ପୁରା କଳାହାଣ୍ଡି କରିକି ରହିଛି ମେଘ ପାଗ। ଆଜି ଡୋରି ଲାଗିନି ବୋଧେ। ଆଉ ଡୋରି ଲାଗିନି, ସୂର୍ଯ୍ୟଙ୍କ ଡୋରି ଲାଗିନି ନା? ହଁ, ସୂର୍ଯ୍ୟଙ୍କ ଡୋରି ଲାଗିନି। ଆଉ ଦେଖୁନ କାଲି ଭଲ ଉଦୟ ହେଇଥିଲା, ଆଜି ବର୍ଷା ପାଗ ଉଠିକି ପୁରା ବର୍ଷା ହେଇଗଲେ ନା। ଆମେ ଭାବିଲୁ ପୁରା ଉଦୟ ହେଇଗଲେ। ଦିନ ହେଇଗଲା, ସବୁ ଯୋଉ କ୍ରସ୍ କଲେନି ମାମୁଟା, ସେ ଦିନ ହେଇଗଲା। କିନ୍ତୁ ଦେଖିଲା ମାନେ ସୂର୍ଯ୍ୟ ହେଇଯାଇଥିବେ, ଦେଖିଲା ଏଠି କିଛି ନାହିଁ। କୋଉ ପଟ ସାଇଡ୍ ଉଦୟ ହୁଅନ୍ତି? ସେପଟ ସାଇଡ୍ ନା। ଆରେ ଟିକେ ଆଗରୁ ଦେଖା ହଉଥିଲା, ସେ ବି ଗଲା। ରେଡ୍ ଦେଖା ହଉଥିଲା ଟିକେ ଆଗରୁ। ମୁଁ ଉଦୟ ହେଲେ ପୁରା କ୍ଲିୟର ଉଦୟ ଦେଖା ହଉଥିଲେ। ତମେ ଏଇଟା ଲାଇଟ୍ ଦେଖିଦବ, ତାଙ୍କ ସେ ଡଙ୍ଗାରେ ଆଉଛନ୍ତି, ଲାଇଟ୍ ପକଉଛନ୍ତି, ସେ ଲାଇଟ୍ ପକେଇ ସେଠି ନୁହଁ, ଉପରେ ଲାଇଟ୍ ଯୋଉ ଦେଖାଏ ନା, ବାଦଲ ଲାଇଟ୍ ଟା। ଓହୋ, ବାବୁ କଣ କହୁଛନ୍ତି କୁହନ୍ତୁ? 3ଟା ରାତିରୁ 2ଟା ରାତିରୁ ଜମା ଉଠୁନାହାନ୍ତି। ମତେ ଚାଲ ଯିବା। ସମୁଦ୍ର ଆମର ଛତରା ନ୍ୟୁଜକୁ ନମସ୍କାର। ଇଏ ହେଲା ଆମ ମାଷ୍ଟର, ଯୋଉଠି ମାଇକିନା ମାନେ ଗାଧଉଛନ୍ତି, ଡ୍ରେସ୍ ବଦଳୁଛନ୍ତି, ସେଇଠି ଭିଡିଓ କରୁଛନ୍ତି ଏଇ ଲୋକଟି। ଆମ ଚନ୍ଦ୍ରଭାଗାରେ ଏଇଭଳି ଲୋକକୁ ଆମେ କଣ କରିବା, କଣ ସାଥି କରିବା? ଆପଣ ମାନେ ଦେଖନ୍ତୁ ଏଇ ଲୋକ, ଏ ପିସାକୁ ଆପଣ ଦେଖନ୍ତୁ, ପୁରା ମେନ୍ ତଳ ଝଳିଆ ଲୋକଙ୍କୁ କଣ କରିବା? ଖାଲି ଯୁଆଡେ ଯାଉଛନ୍ତି ସେଠି ଖାଲି ଭିଡିଓ ଖାଲି ଛେଙ୍ଗେଇ ଦଉଛନ୍ତି। ଇଏ କାମ ନୁହଁ। ଦେଖ ଏ ମାଷ୍ଟରକୁ ଦେଖ, ତାଙ୍କ ସହିତ ଶିଷ୍ୟ ବି ଆଇଛନ୍ତି, ତାଙ୍କୁ ବି ଶିଖଉଛନ୍ତି। ହାଇ ଗାଇସ୍, ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ଚନ୍ଦ୍ରଭାଗାରେ ଆମେ ଆସିଥିଲୁ, ଚନ୍ଦ୍ରଭାଗାରେ ଆସିଥିଲୁ। ଚନ୍ଦ୍ରଭାଗାରେ ଆମର ଲେଟ୍ ନୁହଁ, ମେଘ ପାଖରୁ ହେଲା ଦେଖିପାରିଲୁନି ସୂର୍ଯ୍ୟଙ୍କୁ।
ସୂର୍ଯ୍ୟ ପୁରା ଏପଟେ ଗଲେଣି ଆପଣ ଦେଖନ୍ତୁ ପୁରା ପଛିକି ଆପଣଙ୍କୁ ଗଲେଣି ସୂର୍ଯ୍ୟ ହେଲା କି ଆମେ ଏବେ ଦେଖିପାରିଲୁନି ଆଉ କ'ଣ କରିବା ମନ ଦୁଃଖ ପାଖାପାଖି 2ଟା ରାତିରୁ ଉଠିକି ଆସିଲୁ ହେଲା କି କ'ଣ ହେଲା ଭାଗ୍ୟର ନାହିଁ ଆମର ଭଗବାନ ନେକ୍ସଟ ଟାଇମ୍ କେବେ ବି ଆସିବା ପାଇଁ ବଡ଼ ବଡ଼ ଲହଡ଼ି ଆଉ ଆଗକୁ ଗଲେ ଏଇଟା ଗାତ ରହୁଛି ହେଲା କି କବେ ବାହାରକୁ ଯାଇପାରୁନାହାନ୍ତି ସେଇ ସାମ୍ନାରେ ଏଇଠି ଗାଧଉଛନ୍ତି ପୁରା ସାମ୍ନାରେ ଦୃଶ୍ୟ ଆପଣ ଦେଖିପାରିବେନି କିଏ ନେଟ୍ ପାଦକୁ ସାଇଡ଼ରେ ଠିଆ ହେବେ ଗାଧୋଇ ଯାଉଛୁ ଆସନ୍ତୁ ଆମ ସହିତ ପୁରୀ ମନ୍ଦିର ଆମେ ଆପଣମାନେ ବି ଆସନ୍ତୁ ଆଉ ମୋ ଚ୍ୟାନେଲକୁ ଆପଣ ସପୋର୍ଟ କରନ୍ତୁ ଜୟ ଜଗନ୍ନାଥ ଆହୁ ଅଛି ଦେହ ନାହିଁ ଦି ଭାଇ ଆଜି ମେଳ ନାହିଁ ଗଲେ ଦି ଭାଇ ବାହୁ ଅଛି ଦେହ ନାହିଁ ଚୁରା ସେଟା ଚୁରା ତାର ବାହୁ ଅଛି ଦେହ ଅଛି ଗଲେ ଟାଇମ ହେଲା ତ ଲେଟ୍ ଏତେ ଲେଟ୍ରେ କମେ ଆସିଲ ମତେ କୁହ ଲେଟ୍ରେ କମେ ଆସିଲ ମତେ କୁହ ତାତ୍ପର୍ଯ୍ୟ କଣ ଗାଧେଇକି ଆସିଛ ଆମେ ତ ଗାଧେଇକି 3 ଥର ଉଠିକି ଏରା ସବୁ ମିଛ କଥା ଯାହା ମିଛ କଥା ଏରା ପଖାଳ ଭାତ ବାଡିକି ଯାଇଛନ୍ତି ବାକି ଏରା ପାଖାପାଖି 10 ମାଷ୍ଟର ଟିକେ ନାଳୁଆ ଦୋଷ ହେଇଥିବାରୁ ସେ ହେଲା କି ସେପଟେ ସେ ଗୋଟେ ଯାଉଛନ୍ତି ଯାହା ଦେଖିବାକୁ ଏମିତି କିଛି ସେପଟେ ଦେଖୁନ ସପ୍ତାହରେ କହୁଥିଲେ ଯିବାକୁ ସବୁ ସପ୍ତାହରେ କହିଛନ୍ତି ସବୁ ମାସ ଇଆଡେ ବୁଲା ଇଆଡେ ସବୁ ମାସରେ କହୁଥିଲେ ବୁଲିବାକୁ ଆମେ ଆଜି ମଦନା କଲୁ ମାନେ କଣ ମାଷ୍ଟର ସପ୍ତାହ ଯୋଗ ଦିଟାକ ମିଶିଲା ଯୋଗୁ ସଟନ ପଶାଟିଆ କୁଆଡେ ଗଲା ଏଇଠି ବୁଲଉଛି ଭାଇ ଆସ ଆସ ଏଇଠି ବୁଲଉଛି ଆଉଛି ଆସ ଆଇଲା 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 ରେ କେବେ କହିବ ସକାଳୁ ରାତି 4ରୁ ଆଜି ଉଠିକି ପ୍ଲାନିଂ ଥିଲା ଆମର କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚି ସୂର୍ଯ୍ୟ ଆମେ ଦେଖିପାରିଲୁ ସୂର୍ଯ୍ୟ ଉଦୟ ଦେଖିପାରିଲୁ ଭାରି ଦୁଃଖ ଲାଗିଲା ଏତେ ପରିଶ୍ରମ କରିକି ପୁରା ଗାଡ଼ି ଡ୍ରାଇଭ୍ କରିକି ଏତେ ବାଟରୁ ଥଣ୍ଡା ପବନ ମାଡ଼ରେ ଆସିଲୁ ତଥାପି ଦେଖିପାରିଲୁ ଛାଡ଼ କିଛି ନାହିଁ ସମୁଦ୍ର କୂଳରେ ଏନ୍ଜୟ କରିବୁ ତାପରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଯେତିକି ଖରାପ ଲାଗିଲା ଏତେ ପରିଶ୍ରମ କରି ସୂର୍ଯ୍ୟ ଉଦୟ ଦେଖିବା ପାଇଁ ଦେଖିପାରିଲୁ ଗାଡ଼ିଟା ଭାରି ଖରାପ ଲାଗୁଛି ରାତି 4ରୁ ଉଠିକି ମାନେ ପରିଶ୍ରମ 4ଟା ବଜେ ଗାଧେଇକି ପହଞ୍ଚିଲୁ ଦେଖିପାରିଲୁ ଦେଖିବା ସାଉଣ୍ଡ ଆସିବ ଆସିଲେ ଦେଖିବା ଚେଷ୍ଟା କରିବା ଦେଖିବା ପାଇଁ ଆଉ ସୂର୍ଯ୍ୟ ଉଦୟ ଆସିବ